ପିଲାଦିନେ ଜନ୍ମ ହେଲେ ସେ ଗୋପୀନାଥ ଦାସର ସମ୍ପର୍କରେ ଆସିଛନ୍ତି ତାଙ୍କ ତଥ୍ୟ ସହିତ ସମ୍ପର୍କିତ ହୋଇଛନ୍ତି ଯୋଉଥିପାଇଁ ସେ ନୀଳଶୈଳ ଲେଖିବା ପାଇଁ ବାଧ୍ୟ ହେଲେ ଯେ ନୀଳଶୈଳର ଇତିହାସ ତତ୍ତ୍ୱ ଆଜି ଗୋପୀନାଥ ଦାସ ନଥିଲେ ସୁରେନ୍ଦ୍ର ମହାନ୍ତି ଆପଣଙ୍କ ପାଖରେ ଥୋଇପାରିନଥାନ୍ତି। ମୁଁ ଗୋଟେ ପ୍ରଶ୍ନ ଆପଣଙ୍କୁ ପଚାରିବାକୁ ଚାହେଁ। ସୁରେନ୍ଦ୍ର ମହାନ୍ତିଙ୍କ ଜୀବନରେ ପୁରୀରେ ରହିନାହାନ୍ତି। ସୁରେନ୍ଦ୍ର ମହାନ୍ତି ସମଗ୍ର ଜୀବନ ପୁରୀରେ କାଟି ନାହାନ୍ତି। ତେଣୁ ପୁରୀର ତଥ୍ୟ ତତ୍ତ୍ୱ ଜୀବନ ଓ ଆଦର୍ଶକୁ କିଭଳି ଭାବରେ ଗୋଟେ ଲୋକ ହୃଦୟଙ୍ଗମ କଲା ଏବଂ ତା ଉପନ୍ୟାସରେ ଆଣି ଆପଣଙ୍କ ପାଖରେ ଥୋଇଲା ତାର ମୂଳ କାହାଣୀ ହେଉଛନ୍ତି କେବଳ ଗୋଟିଏ ଲୋକ ସିଏ ହେଉଛନ୍ତି ଆପଣଙ୍କର ସୁରେନ୍ଦ୍ର ମହାନ୍ତିଙ୍କୁ ଯିଏ ପ୍ରଭାବିତ କରିଥିଲେ ଲେଖିବା ପାଇଁ ସେ ହେଉଛନ୍ତି ଗୋପୀନାଥ ଦାସ। ଏବଂ ଆଉ ଗୋଟେ କହିବାକୁ ଚାହେଁ ଆପଣମାନେ ସେପଟରେ ଏପଟରେ ଗୋଟେ ହୀରା ଆଉ ସେପଟରେ ଗୋଟେ ହୀରା ଦୁଇଟା ଗୋଲାର୍ଦ୍ଧ ଯଦି କୋଉଠି ଏକାଠି ଅଛନ୍ତି ସେ ହେଉଛି ମାଟି। ସେପଟରେ ସତ୍ୟଭାମପୁର ଏପଟରେ ପୁରୁଷୋତ୍ତମପୁର। ସେପଟରେ ଗୋଟେ ଆପଣମାନେ ହେଉଛନ୍ତି ଉତ୍କଳର ଗର୍ବ ମଧୁସୂଦନ ଦାସ ଏପଟରେ ହେଉଛନ୍ତି ଆପଣଙ୍କର ସୁରେନ୍ଦ୍ର ମହାନ୍ତି। ମୁଁ କହି ରଖିବାକୁ ଚାହେଁ ଆପଣମାନେ ସମସ୍ତେ କହନ୍ତି ଯେ ମଧୁସୂଦନ ଦାସ ହେଉଛି ଆମ ମାଟିର ଗୌରବ ନିଶ୍ଚିତ ଭାବରେ। କିନ୍ତୁ ମଣିମଲ୍ଲ ଯଦି ଖୋର୍ଦ୍ଧାରୁ ସେଦିନ ଆସି ଏ ମାଟିରେ ବୀଜ ବପନ ନ କରିଥାନ୍ତା ଆଜି ଆମେ କେବେ ହେଲେ ମଧୁସୂଦନ ଦାସକୁ ପାଇନଥାନ୍ତା। ମଣିମଲ୍ଲ କିଏ ସେ କାହିଁକି ଏଠିକି ଆସିଲା ତାର ଆସିବାର ଆବଶ୍ୟକତା କଣ ନା ଯେତେବେଳେ ସତ୍ୟଭାମା ଦେବୀ କହିଲେ ଚାହିଁଲେ ଯେ ମୁଁ ଗୋଟେ ମହିଳା ରାଜୁତି କରୁଛି ମୋର ଯେ ଜମିଦାର ହବ ସେ ତ ମହିଳା ହବ ପୁରୁଷକୁ ମହିଳା ଛାଡ଼ିବେ ନାହିଁ ରାଜୁତି କରିବା ପାଇଁ ସେତେବେଳେ ତାଙ୍କ ଅଞ୍ଚଳରୁ ଖୋର୍ଦ୍ଧାରୁ ସେ ଆଣିଥିଲେ ମଣିମଲ୍ଲଙ୍କୁ ଏଠି ସ୍ଥାପନା କରିଥିଲେ। ତାଙ୍କର ପରବର୍ତ୍ତୀ ସମୟରେ ହେଉଛନ୍ତି ରଘୁବୀର ଦାସ ରଘୁବୀର ଦାସ ପୁଅ ହେଉଛନ୍ତି